ଆଉ ଏ ସୁନ୍ଦର କୁସୁମ ପବନ ଦେଖି ତମେ ଆନନ୍ଦରେ ନାଚ ଗୀତ କରୁଛ ଏଠି ନାହିଁ। ଆରେ ସାରଙ୍ଗ ତରଙ୍ଗ ମନ ମଧ୍ୟରେ ତୁମେ ମତେ କେତେ ଭଲ ନ ପାଓରେ ବାବା। ତମେ ଯେମିତି ମତେ ଡାକଟା ପକାଇଛ ସାନ କାକା ବୋଲି। ଆରେ ତମ ଡାକଟାକୁ ଶୁଣି ମୁଁ ତମ ପାଖରେ ଆସି ପହଞ୍ଚି ଯାଇଛି ରେ ବାବା ସାରଙ୍ଗ ତରଙ୍ଗ। ସତରେ କାକା? ହଁ ଆରେ ସାରଙ୍ଗ ତରଙ୍ଗ କାକା ପିଲାଟି ଦିନରୁ ଆଜି ପର୍ଯ୍ୟନ୍ତ ମୁଁ ତମକୁ ସତରେ ଦେଖିଲା ପରେ ଏ ମନଟା ପୂର୍ଣ୍ଣ ଭାବରେ ଆନନ୍ଦିତ ହେଇଯାଇଛି ରେ ସାରଙ୍ଗ ତରଙ୍ଗ। ଆମେ ଯେମିତି ଗୁରୁକୁଳ ଆଶ୍ରମରୁ ଆସିଛେ କେବଳ ଆପଣଙ୍କ କଥାଟା ମନେ ପଡିଯାଇଛି। ସତ କଥା। ସେଥିପାଇଁ କେବଳ ତମ ସହିତ ସାକ୍ଷାତ କରିବା ପାଇଁ ଏଇ ମନଟା ପ୍ରତିଟି ମୁହୂର୍ତ୍ତରେ କେବଳ ଆପଣଙ୍କୁ ଖୋଜୁଥାଏ। ସତରେ ସାରଙ୍ଗ ତରଙ୍ଗ ବାଃ ତମେ ଯେମିତି ଆଜି ସୁନ୍ଦର ଦେଖାଯାଉଛ ମୁଁ ଭାବୁଛି ତମେ ତ୍ରେତୟା ଯୁଗର ରାମ ଲକ୍ଷ୍ମଣ ଆଉ ଦ୍ୱାପର ଯୁଗର କୃଷ୍ଣ ବଳରାମରେ। ଆଉ ତମ ସୁନ୍ଦର ମୂର୍ତ୍ତି ଦେଖିଲା ପରେ ଇଚ୍ଛା ହଉଛି ତମ ପାଖରେ ଗୋଟେ ସୁନ୍ଦର ଖବରଟେ କହିଦେବା ପାଇଁ। କଣ କହିଲି କାକା? ହଁ ଆମ ଦି ଭାଇଙ୍କ ପାଖରେ କେବଳ ଆପଣ ଗୋଟାଏ ଖବର କହିବେ। ହଁ ସାରଙ୍ଗ ତରଙ୍ଗ ଏଇ କାକା ଆପଣ କେବଳ ବିଳମ୍ବ ନ କରି ସେ ଖୁସିର ଖବରଟି କଣ ଆପଣ ପ୍ରକାଶ କରନ୍ତୁ। ଆରେ ବାବା ସାରଙ୍ଗ ତରଙ୍ଗ ମୁଁ ଯୋଉ ଖୁସି ଖବରଟା ତମ ପାଖରେ କହିବି ତମେ କଣ ସତରେ ପାଳନ କରିପାରିବ? କାକା ଆମେ ନିଶ୍ଚୟ ପାଳନ କରିବୁ। ତାହେଲେ ମନ ଦେଇ ଶୁଣ ସାରଙ୍ଗ ତରଙ୍ଗ ଏ ତମ ସାନ ପିତୃପ୍ୟ କହିବାର କଥାଟା କଣ? ଦକ୍ଷିଣେ ସାୟକ ବାମ କରେ ସରାସନ ଅଳଙ୍କାର ସାଜି ଯାଅ ବାପ ଧନ ଯାଅରେ ସାରଙ୍ଗ ଆଉ ତରଙ୍ଗ କୁମର କୁମର ନିଖଞ୍ଚ କାନନ ମତେ ବସନ୍ତ ବିହାର ସେ ବିହାର। ଶିକାର ସାରିଣ ବାବୁ ଫେରିବ ତୋରିତେ ସେ ତୋରିତେ ଭୋଜନ କରିବା ସୁଖେ ଚାଷ ଲେଖେ ଗୀତେ ଆରେ ସାରଙ୍ଗ ତରଙ୍ଗ ଆଉ ତମେ କେତେ ଦିନ ଗୁରୁକୁଳ ଆଶ୍ରମରୁ ଫେରିବା ପରେ ଏ ଫୁଲ ଉପବନରେ ନାଚ ଗୀତ କରୁଥିବ। ଏଇ ଦେଖ 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 ବରଷକୁ ଥରେ କେଡେ ସୁନ୍ଦର ଭାବରେ ପୃଥିବୀ ପୃଷ୍ଠରେ ଅବତରଣ କରିଛନ୍ତି ଋତୁରାଜ ବସନ୍ତ। ତେଣୁ ଋତୁରାଜ ବସନ୍ତର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନ ଭରି ଅବଲୋକନ କରିବା ପାଇଁ ତମେ ବେନି ଭାଇ ଛୁଟି ଯାଅ ସେଇ ନିଘଞ୍ଚ ବିପିନ ମଧ୍ୟକୁ। ଆରେ ଆନନ୍ଦ ମନରେ ବସନ୍ତ ଭ୍ରମଣ କରିବା ପାଇଁ। ଆମେ ନିଶ୍ଚିତ ଭାବରେ ଚାଲିଯିବୁ ସେଇ ବସନ୍ତ ବିହାର। ସେଇ ବସନ୍ତ ବିହାର ଯିବା ପୂର୍ବରୁ କେବଳ ଆପଣଙ୍କ ଆଶୀର୍ବାଦ ହିଁ ଆମ ଦି ଭାଇଙ୍କ ପାଇଁ ସଫଳମୟ ହେବ। ଆରେ ସାରଙ୍ଗ ତରଙ୍ଗ ତମେ ବେନି ଭାଇ ଯିବ ନିଘଞ୍ଚ ଜଙ୍ଗଲକୁ ବସନ୍ତ ବିହାର କରିବା ପାଇଁ ଆଉ ମୁଁ ତମକୁ କଣ ଆଶୀର୍ବାଦ କରିବିନି? ନାଇଁ 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 ବାବା ମୁଁ ତମକୁ ନିଶ୍ଚିତ ଭାବରେ ଆଶୀର୍ବାଦ କରିବି। ହେଲେ ଗୋଟାଏ କଥା ସାରଙ୍ଗ ତରଙ୍ଗ ସେଇ ନିଘଞ୍ଚ ଜଙ୍ଗଲ ମଧ୍ୟରେ ହିଂସ୍ର ଜନ୍ତୁ ମାନଙ୍କ ଗର୍ଜନ ତର୍ଜନରେ ବାବା। ତେଣୁ ସନ୍ଧ୍ୟା ହେବା ପୂର୍ବରୁ ତୁମ୍ଭେ ଶୀଘ୍ର ଶୀଘ୍ର ପ୍ରତ୍ୟାବର୍ତ୍ତନ କରିବ ଏ କର୍ଣ୍ଣାଟକର ରାଜମହଲକୁ। ଆମେ ସନ୍ଧ୍ୟା ହେବା ପୂର୍ବରୁ ଛୁଟି ଆସିବୁ ଆମ ନିଜ ରାଜ୍ୟକୁ। ଆଉ ଗୋଟାଏ କଥା ସାରଙ୍ଗ ତରଙ୍ଗ ନିଘଞ୍ଚ ଜଙ୍ଗଲ ମଧ୍ୟକୁ ଆମ୍ଭ ସାନ ପିତୃପ୍ୟ ଆମ୍ଭକୁ ପ୍ରେରିତ କରିଛନ୍ତି ବୋଲି ଏ କଥାଟା ମୋ ବଡ ଭାଇ ମାନେ ତମ ବାପାଙ୍କୁ ଆଗରେ ଜମାରୁ କହିବନି। ନା କାକା ଆମେ ଜମାରୁ କେବେ କହିବୁନି ବାପାଙ୍କ ପାଖରେ। ଆମ କାକା ସାନୁ କାକା ଆମକୁ ପ୍ରେରିତ କରିଛନ୍ତି ସେଇ ନିଘଞ୍ଚ କାନନ। ତୁ ସତ କହୁଛୁ ତରଙ୍ଗ? କାକା ସତରେ ସାରଙ୍ଗ? କାକା